ଆରେ ମା, ମୁଁ କାଲି ଶୁଣିଲି କିଛି ଦିନ ପରେ ଆମ ଜଙ୍ଗଲରେ ପ୍ରବଳ ବର୍ଷା ହେବ। ଆମ ଘରକୁ ଶୀଘ୍ର ମଜବୁତ କରିବାକୁ ହେବ। ତୁ ଖେଳିବା ପାଇଁ ବେଶୀ ଦୂରକୁ ଯିବୁନି। ମୁଁ ଯାଉଛି ଜଙ୍ଗଲରୁ ମଜବୁତ କାଠ ନେଇ ଆସିବି। ଆଚ୍ଛା ଠିକ ଅଛି ମା, ମୁଁ ମୋ ସାଙ୍ଗମାନଙ୍କ ସହ ଏଇ ଆଖପାଖରେ ଖେଳୁଥିବି। ଆରେ ଗୋଡି, ପିଙ୍କି, ତମେ ମାନେ କୁଆଡେ ଯାଉଛ? ଚିକି ଘରକୁ ଯାଉଛୁ ଟିଭି ଦେଖିବା ପାଇଁ। ମତେ ବି ତୁମ ସାଙ୍ଗରେ ନେଇଯାଅ, ମୁଁ ବି ଟିଭି ଦେଖିବି। କୁନି, ତୁ ଗରିବ ବୋଲି ଚିକି ତତେ ଟିଭି ଦେଖିବାକୁ ଦେବନି। ଆମେ ସବୁ ଧନୀ ଚଢି, ସେଥିପାଇଁ ସେ ଆମକୁ ଟିଭି ଦେଖିବାକୁ ଦିଏ। ମୁଁ ଚିକିକୁ କହିବି, ଆମେ କଣ ସବୁଦିନ ଗରିବ ହେଇ ରହିବୁ? ଆମେ ବି ଦିନେ ଦିନେ ଧନୀ ହେବୁ। ସେ ମତେ ନିଶ୍ଚୟ ଟିଭି ଦେଖିବାକୁ ଦେବ। ତେବେ ଠିକ ଅଛି, ଆସ ଆମ ସାଙ୍ଗରେ। ଚିକି, ତୁ ଘରେ ଅଛୁ ନା? ଆମେ ଟିଭି ଦେଖିବାକୁ ଆସିଛୁ। ଏ କୁନି, ତୁ କଣ ପାଇଁ ଟିଭି ଦେଖିବାକୁ ଆସିଛୁ? ତୁ କଣ ଜାଣିନୁ ମୁଁ ଗରିବ ଛୁଆଙ୍କ ସହ ସାଙ୍ଗ ହୁଏନି? ଚିକି, ଆମେ ସବୁଦିନ ଗରିବ ହେଇ ରହିବୁନି। ମୋ ମା ଗୋଟେ ଭଲ କାମ ପାଇଲେ ଆମେ ବି ଧନୀ ହେବୁ। ମତେ ଆଜି ଦିନଟା ଟିଭି ଦେଖିବାକୁ ଦେ ନା। ମୁଁ ଆଗରୁ କେବେ ବି ଟିଭିରେ କାର୍ଟୁନ ଦେଖିନି। ଆଚ୍ଛା ହଉ, ତୁ ଯଦି ଏତେ କହୁଛୁ ତେବେ ଯା ମୋ ପାଇଁ ଜିଲାପି ଆଣିବୁ, ତାପରେ ମୁଁ ତତେ ଟିଭି ଦେଖିବାକୁ ଦେବି। ଆଚ୍ଛା ଠିକ ଅଛି, ମୁଁ ଏବେ ଯାଉଛି ତୋ ପାଇଁ ଜିଲାପି ଆଣିଦେବି। ଆରେ ମା, ତୁ କୁଆଡେ ଯାଇଥିଲୁ? ଆଜି ମୁଁ ବହୁତ ଗୁଡିଏ କାଠ ପାଇଲି। କିଛି କାଠ ଘର ପାଇଁ ରଖି ଆଉ କିଛି କାଠ ବଜାରରେ ବିକ୍ରି କଲି। ମୁଁ ମୋ ସାଙ୍ଗମାନଙ୍କ ସହ ଖେଳିବାକୁ ଯାଇଥିଲି ମା। ମା, ମୋର ନା ଆଜି ଜିଲାପି ଖାଇବାକୁ ଭାରି ଇଚ୍ଛା ହଉଛି। ମତେ ଟଙ୍କା ଦିଅ ନା, ମୁଁ ଜିଲାପି ଖାଇବି। ଆଚ୍ଛା, ଏଇ 10 ଟଙ୍କା ନେ, ମୋ ପାଖରେ ଏତିକି ହିଁ ଅଛି। ଚିକି, ଏଇ ନେ, ମୁଁ ତୋ ପାଇଁ ଜିଲାପି ଆଣି ଦେଇଛି। ଏବେ ମତେ ଟିଭି ଦେଖିବାକୁ ଦେ। ହଁ ହଁ, ତୁ ଏବେ ଘର ଭିତରକୁ ଆ। ଚିକି, ମୁଁ ତତେ ମନା କରିଥିଲି ନା ଗରିବ ଛୁଆଙ୍କ ସହ ସାଙ୍ଗ ହେବୁନି କି ତାଙ୍କୁ ଘରକୁ ଡାକିବୁନି। ତୁ କଣ ପାଇଁ ଗରିବ ଛୁଆ କୁନିକୁ ଟିଭି ଦେଖିବା ପାଇଁ ଡାକିଛୁ? କଥା କଣ କି ମା? ଚୁପ୍, ତୁ ଆଉ କିଛି ବି କହିବୁନି। ଏଇ କୁନି, ତୁ ଏବେ ହିଁ ଆମ ଘରୁ ବାହାରି ଯା। କିନ୍ତୁ ମାଉସୀ। କୌଣସି କିନ୍ତୁ ନୁହଁ, ତୁ ଭଲରେ ଆମ ଘରୁ ବାହାର, ନହେଲେ ମୁଁ ପିଟି ପିଟି ତତେ ଆମ ଘରୁ ବାହାର କରିଦେବି। ମା, ମୁଁ ନା କୁନିକୁ ଫ୍ରିରେ ଟିଭି ଦେଖିବାକୁ ଡାକି ନଥିଲି। ସେ ମତେ ଜିଲାପି ଆଣିଦେଲା ବୋଲି ମୁଁ ତାକୁ ଟିଭି ଦେଖିବାକୁ ଦେଇଥିଲି। ସାମାନ୍ୟ 10 ଟଙ୍କାର ଜିଲାପି ପାଇଁ ତୁ ତାକୁ ଟିଭି ଦେଖିବାକୁ ଡାକିଥିଲୁ? ଶୁଣ, ତୁ ତାକୁ କହିବୁ ସେ ତତେ ପ୍ରତିଦିନ ଚାଉମିନ ଆଣିଦେବ। ତାହେଲେ ଯାଇ ତାକୁ ତୁ ଟିଭି ଦେଖିବାକୁ ଦେବୁ, ବୁଝିଲୁ? ଆଚ୍ଛା ଠିକ ଅଛି ମା, ମୁଁ ବୁଝିଗଲି। ଆରେ କୁନି, ତୁ ଆଜି ଆମ ଘରକୁ ଟିଭି ଦେଖିବା ପାଇଁ ଯିବୁ? ଯିବାକୁ ତ ଚାହୁଁଛି, କିନ୍ତୁ ତୋ ମା କଣ ମତେ ଆଜି ଟିଭି ଦେଖିବାକୁ ଦେବେ? ହଁ ଦେବେ। ତୁ ଯଦି ପ୍ରତିଦିନ ମତେ ଚାଉମିନ ଆଣିଦେବୁ, ଆମ ଘରେ ଟିଭି ଦେଖିପାରିବୁ। ଆଚ୍ଛା ତେବେ ଠିକ ଅଛି, ମୁଁ ଆଜି ଚାଉମିନ ନେଇ ତୁମ ଘରକୁ ଯିବି। ଆରେ ମା, ତୁ ଆସିଗଲୁ? ଯା ହାତ ମୁହଁ ଧୋଇ ଆସିବୁ, ମୁଁ ତୋ ପାଇଁ ଭାତ ବାଢି ଦେବି। ନାଇଁ ମା, ମତେ ନା ଆଜି ଚାଉମିନ ଖାଇବାକୁ ଭାରି ଇଚ୍ଛା ହେଉଛି। ମା, ମତେ କିଛି ଟଙ୍କା ଦିଅ, ମୁଁ ଚାଉମିନ ଖାଇବି। ହେଲେ ମାରି, ଚାଉମିନ କିଣିବା ପାଇଁ ମୋ ପାଖରେ ଏବେ ଟଙ୍କା ନାହିଁ। କାଠ ବିକ୍ରି କରି ଯାହା ବି ଟଙ୍କା ପାଇଥିଲି କାଲି ଘର ପାଇଁ ସଉଦା ନେଇ ଆସିଲି। ତୁ ମନ ଦୁଃଖ କରନି ରେ ମା, ମୁଁ ଆଜି ଗୋଟେ କାମ ପାଇଛି। କାମରୁ ଫେରିଲା ସମୟରେ ତୋ ପାଇଁ ଚାଉମିନ ଆଣିଦେବି। ମା,
ତେବେ ଗୋଟେ କାମ କର, ମିଟୁ ଅଙ୍କଲଙ୍କ ଦୋକାନରୁ ମତେ ବାକିରେ ଚାଉମିନ କିଣି ଦେଇଥାଅ। କାମରୁ ଫେରିଲା ସମୟରେ ତାଙ୍କୁ ଟଙ୍କା ଦେଇଦେବ। ଆଚ୍ଛା ତେବେ ଠିକ ଅଛି, ଚାଲ ଏବେ ମିଟୁ ଭାଇଙ୍କ ଦୋକାନକୁ ଯିବା। ମିଟୁ ଭାଇ, ମୋ ଝିଅକୁ ଗୋଟେ ପ୍ଲେଟ ଚାଉମିନ ବାକିରେ ଦେଇଥାଅ। ମୁଁ ଆଜି କାମରୁ ଫେରିଲା ସମୟରେ ତୁମକୁ ଟଙ୍କା ଦେଇଦେବି। ଆଚ୍ଛା ଠିକ ଅଛି, ଏଇ ନେ କୁନି। ମାରେ, ତୁ ଏଇଠି ବସି ଚାଉମିନ ଖା, ପାଣି ପିଇ ଘରକୁ ଯିବୁ। ନାଇଁ ମା, ମୁଁ ଘରେ ଖାଇବି, ମୁଁ ଏବେ ଯାଉଛି। ଚିକି, ଏଇ ଦେଖି, ମୁଁ ତୋ ପାଇଁ ଆଜି ଚାଉମିନ ଆଣିଛି। ମିଟୁ ଅଙ୍କଲଙ୍କ ଦୋକାନର ଚାଉମିନ ନା ଖାଇବାକୁ ଭାରି ବଢିଆ ଲାଗେ। ତୁ ଥରେ ଖାଇକି ଦେଖେ। ସତରେ ନା କଣ? ଆରେ ସାଙ୍ଗମାନେ, ଚାଲ ଏ ଚାଉମିନ ଖାଇକି ଦେଖିବା। ଏମିତି ସେ 3 ଜଣ ମିଶି କୁନି ସାମ୍ନାରେ ହିଁ ଚାଉମିନ ଖାଇଲେ। ତାପରେ କୁନି ତାଙ୍କ ସାଙ୍ଗରେ ଟିଭି ଦେଖିଲା। ସନ୍ଧ୍ୟା ହେଲା ପରେ ସନ୍ଧ୍ୟା ହେଇଗଲା, ଚାଲ ସମସ୍ତେ ନଦୀ କୂଳକୁ ଯାଇ ସେଠି ଖେଳିବା। ଏ କୁନି, ତୁ ଆମ ସାଙ୍ଗରେ ପଛେ ପଛେ କାହିଁକି ଖେଳିବାକୁ ଆସିଲୁ? ତୁ ଆମ ସାଙ୍ଗରେ ଖେଳି ପାରିବୁନି। କିନ୍ତୁ କାହିଁକି? ତୋ କଥା ଅନୁସାରେ ମୁଁ ତୋ ପାଇଁ ଚାଉମିନ ଆଣିଦେଲି, ତଥାପି ତୁ ତୋ ସାଙ୍ଗରେ ମତେ କାହିଁକି ଖେଳିବୁନି? ତୁ ଟିଭି ଦେଖିବା ପାଇଁ ଚାଉମିନ ଦେଇଥିଲୁ, ଖେଳିବା ପାଇଁ ନୁହଁ। ଏବେ ଯଦି ତୁ ଆମ ପାଇଁ ଜୁସ୍ ଆଣିଦେବୁ, ଆମ ସାଙ୍ଗରେ ଖେଳି ପାରିବୁ। ଏବେ ତ ମା ଘରେ ନଥିବେ, ମୁଁ କେମିତି ତୋ ପାଇଁ ଜୁସ୍ ଆଣିବି? ଆଜି ମୁଁ ତମମାନଙ୍କ ସାଙ୍ଗରେ ଖେଳିଥାଏ, କାଲି ତୋ ପାଇଁ ଜୁସ୍ ଆଣିଦେବି। ମତେ ସେ ବାକି ଭଲ ଲାଗେନି। ଏବେ ଯଦି ଆଣିବୁ ଆମ ସାଙ୍ଗରେ ଖେଳି ପାରିବୁ, ନହେଲେ ନାଇଁ, ତୁ ଏବେ ଏଠୁ ଯା। ଏମିତି ଶୁଣି କୁନି ଆଉ କିଛି ନ କହି ଘରକୁ ଫେରୁଥିଲା। ରାସ୍ତାରେ ସେ ଗୋଟେ କଦଳୀ ଗଛକୁ ଢଳି ପଡିଥିବାର ଦେଖିଲା। ଏ କଣ? କଦଳୀ ଗଛଟା ତ ଢଳି ପଡିଛି। ଏ କଦଳୀ ଗଛକୁ ମୁଁ ଉଠେଇ ଦିଏ, ନହେଲେ କଦଳୀ ଗଛଟି ଆହୁରି ଢଳି ପଡିବ। ଏଇ ଚଢେଇ ଛୁଆ, ତୋର ସେ ଅପରିଷ୍କାର ହାତରେ ଜମା ବି ମତେ ଛୁଇଁବୁନି। ମୋର ଅନେକ ଶକ୍ତି ଅଛି, ମୁଁ ନିଜେ ନିଜେ ଉଠି ପାରିବି। ଆଚ୍ଛା ଠିକ ଅଛି କଦଳୀ ଗଛ। କୁନି ଏମିତି କହି ଯେମିତି ସେଠାରୁ ଚାଲି ଯାଉଥିଲା, ହଠାତ୍ ଜୋରେ ପବନ ବହିବା ଯୋଗୁଁ କଦଳୀ ଗଛଟି ଆହୁରି ଢଳିଗଲା। ଆରେ ଚଢେଇ ଛୁଆ, ରହିଯା ରହିଯା, ମତେ ଟିକେ ସାହାଯ୍ୟ କର, ମୁଁ ଉଠି ପାରୁନି। ଚିନ୍ତା କରନି, ମୁଁ ଏବେ ତୁମକୁ ଉଠାଉଛି। ତତେ ବହୁତ ବହୁତ ଧନ୍ୟବାଦ ଚଢେଇ ଛୁଆ। କିଛି ସମୟ ଆଗରୁ ମୁଁ ଅହଙ୍କାରରେ ଅନ୍ଧ ହେଇ ତତେ ଅପମାନ କରିଥିଲି, ସେଥିପାଇଁ ମୁଁ ଆଜି ପଡିଗଲି। ମତେ କ୍ଷମା କରିଦେ ଚଢେଇ ଛୁଆ। ଆରେ ନା ନା କଦଳୀ ଗଛ, ମୁଁ ତୁମ କଥାକୁ କଷ୍ଟ ପାଇନି। ମୁଁ ତ ସେତେବେଳୁ ହିଁ ତୁମକୁ କ୍ଷମା କରିଦେଇଛି। ଆଚ୍ଛା ହଉ, ମୁଁ ଏବେ ଯାଉଛି। ଆରେ ଚଢେଇ ଛୁଆ, ତୁ ବହୁତ ଭଲ। ତୁ ନିଶ୍ଚୟ ଏବେ ତ ସାଙ୍ଗମାନଙ୍କ ସହ ଖେଳିବାକୁ ଯାଉଥିବୁ ନା? ନା କଦଳୀ ଗଛ, ଏବେ ମୁଁ ଘରକୁ ଯାଉଛି। ମୋର ତ କେହି ବି ସାଙ୍ଗ ନାହାନ୍ତି। କିନ୍ତୁ କାହିଁକି? ତାପରେ କୁନି କଦଳୀ ଗଛକୁ ସବୁ ଘଟଣା କହିଲା। ସବୁ ଶୁଣି କଦଳୀ ଗଛ କହିଲା, ତୁ ମନ ଦୁଃଖ କରନି ଚଢେଇ ଛୁଆ, ଖୁବ୍ ଶୀଘ୍ର ତ ସମସ୍ୟାର ସମାଧାନ ହେଇଯିବ। ମୁଁ କେବଳ କଥା କହିପାରେ, ହେଲେ ମୋ ପାଖରେ ଯାଦୁ ଶକ୍ତି ନାହିଁ। ଏଠାରୁ ଡାହାଣ ଦିଗରେ ଗଲେ ତୁ ଗୋଟେ ନୀଳ ରଙ୍ଗର କଦଳୀ ଗଛ ଦେଖିବାକୁ ପାଇବୁ। ସେଇ ନୀଳ କଦଳୀ ଗଛ ପାଖରେ ଅନେକ ଯାଦୁ ଶକ୍ତି ଅଛି। ସେ ନା ଭାରି ଦୟାଳୁ। ତୁ ତା ପାଖକୁ ଯାଇ ତ ସମସ୍ୟା କଥା କହ, ସେ ତତେ ନିଶ୍ଚୟ ସାହାଯ୍ୟ କରିବ। ଏମିତି ଶୁଣି ଚଢେଇ ଛୁଆ ଶୀଘ୍ର ସେ ନୀଳ କଦଳୀ ଗଛ ପାଖକୁ ଗଲା, ଆଉ ତାକୁ ସବୁ ଘଟଣା କହିଲା। ସେ ପକ୍ଷୀ ଛୁଆମାନେ ଅନେକ ଖରାପ। ତାଙ୍କ ବାପା ମା ମାନେ ଧନୀ ବୋଲି ସେମାନେ ଗରିବ ମାନଙ୍କୁ ଦେଖିଲେ ଅହଙ୍କାର କରୁଛନ୍ତି। ଏ ସବୁ ତାଙ୍କ ବାପା ମା ହିଁ ତାଙ୍କୁ ଶିଖାଉଛନ୍ତି। ସେମାନେ ଖୁବ୍ ଶୀଘ୍ର ନିଜ କର୍ମର ଫଳ ପାଇବେ। ସେ ଯାହା ବି ହଉ, ଚଢେଇ ଛୁଆ, ତୁ ମୋ ପାଖକୁ ଆସିଛୁ ମାନେ ମୁଁ ତତେ ନିଶ୍ଚୟ ସାହାଯ୍ୟ କରିବି। ଏଇ ନେ କିଛି ଜୁସ୍, ଏଇ ଜୁସ୍ ନେଇ ତୁ ସେ ଧନୀ ପକ୍ଷୀ ମାନଙ୍କୁ ଦେଇ ତାଙ୍କ ସହ ଯା ଖେଳିବୁ। ଆଉ ମୁଁ ମୋ ଯାଦୁ ଶକ୍ତିରେ ତମ ଘରେ ଗୋଟେ ଟିଭି ରଖିଦେଇଛି। ତୁ ଖେଳି ସାରି ଘରକୁ ଗଲେ ଟିଭି ଦେଖିବୁ। ତୁମେ ସତ କହୁଛ କଦଳୀ ଗଛ? ଏବେ ଆମ ଘରେ ବି ଟିଭି ହେବ। ମୁଁ ପ୍ରତିଦିନ ଟିଭିରେ କାର୍ଟୁନ ଦେଖିପାରିବି।
ଭାରି ମଜା ହେବ। ତାପରେ ଚଢ଼େଇ ଛୁଆ ସେ ଜୁସ୍ ଧରି ନଦୀ କୂଳକୁ ଆସିଲା। ସେତେବେଳେ ସେ ଦେଖିଲା କାଉ ଛୁଆ ନଦୀରେ ପଡ଼ି ଉପୁଡ଼ି ବୋହୁଛି। ମତେ ବଞ୍ଚା, ମୁଁ ପାଣିରେ ବୁଡ଼ି ଯାଉଛି, ମତେ ରକ୍ଷା କର। ଏ କଣ, ଚିକି ତ ନଦୀରେ ପଡ଼ି ଯାଇଛି। ଆରେ ଗୁଡି ପିଙ୍କି, ତମେ ମାନେ ଛିଡ଼ା ହେଇ ଦେଖୁଛ କଣ? ତାକୁ ସାହାଯ୍ୟ କରିବ ଯାଅ। ଆମେ ତାକୁ ସାହାଯ୍ୟ କରି ପାଣିରେ ବୁଡ଼ି ପାରିବୁନି, ତା ପାଖକୁ ଗଲେ ବିପଦ ହେବ। ନା ନା, ଆମେ ତା ପାଖକୁ ଯିବୁନି। ଚିକି, ତୁ ଜମା ବି ଚିନ୍ତା କରନି, ମୁଁ ଏବେ ତତେ ପାଣିରୁ ବାହାର କରୁଛି। ଏମିତି କହି କୁନି ପାଖ ଗଛରୁ ଏକ ଶକ୍ତ ଲଟା ଆଣି ଚିକି ପାଖକୁ ଫିଙ୍ଗିଲା ଆଉ ତାକୁ ପାଣିରୁ ବାହାର କଲା। ମୁଁ ତତେ ଗରିବ କହି ତତେ କେତେ ଅପମାନ ଦେଇଥିଲି, ହେଲେ ତୁ ସବୁ କିଛି ଭୁଲି ମୋ ଜୀବନ ରକ୍ଷା କଲୁ। ଆଉ ଯୋଉମାନଙ୍କୁ ମୁଁ ଧନୀ ଭାବି ତାଙ୍କ ସହ ସାଙ୍ଗ ହେଇଥିଲି, ସେମାନେ ମତେ ସାହାଯ୍ୟ ନ କରି ଓଲଟା ମତେ ଦେଖୁଥିଲେ। ଗୁଡି ପିଙ୍କି, ଆଜିଠୁ ତମେ ମାନେ ମୋ ସାଙ୍ଗ ନୁହଁ, କେବଳ କୁନି ହିଁ ମୋର ସାଙ୍ଗ। କୁନି, ମୁଁ ତତେ ଆଜିଠୁ ଫ୍ରିରେ ଆମ ଘରେ ଟିଭି ଦେଖିବାକୁ ଦେବି, ତତେ ଆଉ କିଛି ବି ମାଗିବିନି। ନା ନା ଚିକି, ମୁଁ ଆଉ ତୁମ ଘରକୁ ଟିଭି ଦେଖିବା ପାଇଁ ଯିବିନି। ଆମ ଘରେ ବି ଏଥର ନୂଆ ଟିଭି ଆସି ଯାଇଥିବ। ହେଲେ କେମିତି କୁନି? ତତେ ମୁଁ ପଛରେ ସବୁ କଥା କହିବି। ତତେ ଭାରି ଥକା ଲାଗୁଥିବ ନା, ତୁ ଆଗ ଏ ଜୁସ୍ ପିଇ ଦେ। ଘରକୁ ଯିବା ସମୟରେ ମୁଁ ତତେ ସବୁ ଘଟଣା କହିବି। ଏମିତି କଥା ହେଇ ସେମାନେ ଜୁସ୍ ପିଇଲେ। ତାପରେ ସେମାନେ କୁନିର ଘରକୁ ଗଲେ। ଆରେ ମୁଁ ଏ କଣ ଦେଖୁଛି? ଯାଦୁର କଦଳୀ ଗଛ ଆମକୁ ଟିଭି ଦେବା ସହ ଆମ ଘରଟାକୁ ବି ମଜବୁତ ଘର କରିଦେଇଛନ୍ତି। ଏଇଟା ତ ଖୁବ ଭଲ କଥା କୁନି, ତୁ ଏବେ ଘରେ ବସି ଟିଭି ଦେଖେ, ମୁଁ ଆମ ଘରକୁ ଯାଉଛି। କାଉ ଛୁଆ ସେଠାରୁ ଯିବା ପରେ ମା ଚଢ଼େଇ ଘରକୁ ଫେରିଲା। ଏଇ କଣ, ଆମ ଘରଟି ତ ଭଙ୍ଗା ଥିଲା, ହଠାତ୍ ଏମିତି ଭଲ ଘର କେମିତି ହେଲା? କୁନି ତାର ମାକୁ ସବୁ ଘଟଣା କହିଲା। କଦଳୀ ଗଛକୁ ସାହାଯ୍ୟ କରି ତୁ ଭଲ କରିଛୁ, କିନ୍ତୁ ଟିଭି ଦେଖିବା ପାଇଁ ମତେ ମିଛ କହି ଖାଇବା ନେଇ ତୁ ଭୁଲ କରିଛୁ। ତତେ ମୁଁ କହିଥିଲି ନା କେବେ ମିଛ କହିବୁନି। ମା, ମୋର ଭୁଲ ହେଇଗଲା, ମୁଁ ତୁମକୁ ଆଉ କେବେ ବି ମିଛ କଥା କହିବିନି। ଏଇ ଥରକ ମତେ କ୍ଷମା କରିଦିଅ। ଚଢ଼େଇ, ତୁ ତ ଝିଅକୁ ଆଉ ରାଗନି, ସେ ମୋ ପାଇଁ ହିଁ ତତେ ମିଛ କହିଥିଲା। ମା କୁନି, ତୁ ମତେ କ୍ଷମା କରିଦେ। ମୁଁ ଯଦି ସେଦିନ ତତେ ଗରିବ କହି ଆମ ଘରୁ ବାହାର କରିନଥାନ୍ତି, ତୁ କେବେ ବି ତୋ ମାକୁ ମିଛ କହି ନଥାନ୍ତୁ। ଚିକି ମା, ଆଜିଠୁ ତୁ ଧନୀ ଗରିବ ସମସ୍ତଙ୍କ ସହ ମିଶିବୁ, କାହିଁକି ନା ଏକାଠି ଚଳିବାକୁ ହେଲେ ସମସ୍ତଙ୍କ ସହ ମିଳିମିଶି ରହିବାକୁ ପଡେ। ସେଦିନ ପରଠାରୁ କାଉ ଛୁଆ ଆଉ ଚଢ଼େଇ ଛୁଆ ଭଲ ସାଙ୍ଗ ପାଲଟି ଗଲେ, ଆଉ ଦୁଇ ପରିବାର ବି ମିଳିମିଶି ରହିଲେ।